ପିଲାମାନେ, ଆଜିର ପାଠପଢ଼ାକୁ ତୁମମାନଙ୍କୁ ଅନେକ ଅନେକ ସ୍ୱାଗତ। ମୁଁ ଉପସ୍ଥାପକ ଭାବରେ ଶ୍ରୀ ଚିତ୍ତରଞ୍ଜନ ବେହେରା। ଆଜି ଆମେ ପଢ଼ିବା ଦ୍ୱିତୀୟ ଶ୍ରେଣୀର ବିଷୟ ଭାଷା। ପ୍ରସଙ୍ଗ ରହିଛି ମା ପରି ମୋର କିଏ ସେ ହେବ। ଆଚ୍ଛା ପିଲାମାନେ, ତୁମେ ସମସ୍ତେ ଜାଣିଛ ତୁମ ଘରେ ତୁମକୁ ସବୁଠାରୁ ବେଶୀ ଭଲ ପାଆନ୍ତି କିଏ? ସେ ହେଉଛନ୍ତି ତୁମର ମା, ଯିଏକି ତୁମର ସବୁଦିନ ସବୁ କାର୍ଯ୍ୟରେ ତୁମକୁ ସହଯୋଗ କରିଥାନ୍ତି। ଯେମିତିକି ପାଠ ପଢ଼ିବା, ଖାଦ୍ୟ ଖାଇବା, ପୋଷାକ ପତ୍ର ସଫା କରିବା ଇତ୍ୟାଦି ପ୍ରତ୍ୟେକ କାର୍ଯ୍ୟରେ ଆମେ ଆମର ମାଆକୁ ଖୋଜିଥାନ୍ତି। ତ ସେହି ସ୍ନେହମୟୀ ପ୍ରେରଣାଦାୟୀ ମା ବିଷୟରେ ଆମେ ଆଜି ବହୁତ କିଛି କଥା ଜାଣିବା। ତୁମେ ଜାଣିଛ ତୁମର ଦେହ ଖରାପ ହେଲେ ତୁମ ପାଖରେ ତୁମ ମା ଜଗି ବସନ୍ତି। ତେଣୁ ଏ ସଂସାରରେ ମା ସମସ୍ତଙ୍କ ପାଇଁ ସବୁ କିଛି କାମ କରିଥାନ୍ତି। ଆଚ୍ଛା ପିଲାମାନେ, ତୁମେ କହିଲ ତୁମ ମାଆକୁ ତୁମେ ସତରେ କେତେ ଭଲ ପାଅ? ନିଶ୍ଚିତ ଭାବରେ ତୁମେ କହିବ ସବୁଠାରୁ ଅଧିକ ଭଲ ପାଅ ତୁମେ ତୁମର ମାଆକୁ। ଆମେ ଜାଣିଛନ୍ତି ମା ବିନା ଆମ ଜୀବନ ଅନ୍ଧାର। ସତ କହିଲେ କି ନାହିଁ? ପିଲାମାନେ, ତୁମେ ଚିତ୍ରରେ କ'ଣ ଦେଖୁଛ? ତୁମେ ନିଶ୍ଚିତ ମାଙ୍କର ଚିତ୍ର ଦେଖୁଛ। ତେବେ ଆସ ମାଙ୍କ ବିଷୟରେ ଗୀତ ଗାଇବା। ଧୂଳି ହେଲେ ମୋତେ ଝାଡ଼ି ସେ ଦେବ, ମୋ ପାଇଁ କେତେ ଯେ ଗାଳି ଶୁଣିବ। ଜ୍ୱର ହେଲେ ପାଖେ ଜଗି ବସିବ, ପ୍ରଭୁଙ୍କୁ ମନାସି ସେବା କରିବ। ମା ପରି ମୋର କିଏ ସେ ହେବ। ତେବେ ଆସ ତୁମେ ମୋ ସହିତ ମାଙ୍କ ବିଷୟରେ ଏଇ ଗୀତଟି ଆଉ ଥରେ ଗାଇବ। ଧୂଳି ହେଲେ ମୋତେ ଝାଡ଼ି ସେ ଦେବ, ମୋ ପାଇଁ କେତେ ଯେ ଗାଳି ଶୁଣିବ। ଜ୍ୱର ହେଲେ ପାଖେ ଜଗି ବସିବ, ପ୍ରଭୁଙ୍କୁ ମନାସି ସେବା କରିବ। ମା ପରି ମୋର କିଏ ସେ ହେବ। ମା ପରି ମୋର କିଏ ସେ ହେବ। କେତେ ସୁନ୍ଦର ଲାଗୁଛି କୁହ ମାଙ୍କ ବିଷୟରେ ଏଇ ଯେଉଁ ଗୀତଟି ଆମେ ଗାଇଲେ। ଧୂଳି ହେଲେ ମୋତେ ଝାଡ଼ି ସେ ଦେବ। ତୁମେ ଯେତେବେଳେ ଦାଣ୍ଡରେ ସାଙ୍ଗସାଥିମାନଙ୍କ ସହିତ ଖେଳୁଛ, ତୁମ ଦେହ ହାତରେ ଧୂଳି ଲାଗିଯାଉଛି, ତ ସେ ଧୂଳି କିଏ ଝାଡ଼ି ଦିଅନ୍ତି କହିଲ? କେତେ ସ୍ନେହ ଶ୍ରଦ୍ଧାରେ ଗେଲ ବସରରେ ମା ତୁମକୁ ପାଖକୁ ଡାକି ତୁମ ଦେହର ଧୂଳି ଝାଡ଼ି ଦିଅନ୍ତି। ଆଚ୍ଛା ତୁମେ ଜାଣିଛ ତୁମେ କେବେ କେବେ ଦୁଷ୍ଟାମି କରିଥାଅ? ପଡ଼ୋଶୀ ଘରର ମାଉସୀ ତୁମକୁ ଆସି ଗାଳି କରନ୍ତି ସେତେବେଳେ ଯେତେବେଳେ ତୁମେ ଦୁଷ୍ଟାମି କରିଥିବ। କିନ୍ତୁ ଜାଣିଛ ତୁମ ପାଇଁ କିଏ ଗାଳି ଶୁଣନ୍ତି? ତୁମ ପାଇଁ ମା ଯାଇକିରି ଗାଳି ଶୁଣନ୍ତି। ଆଉ ତୁମର ଯେତେବେଳେ ଦେହ ଖରାପ ହୁଏ, ଜ୍ୱର ହୁଏ, ବାନ୍ତି ହୁଏ, ରାତି ରାତି ତୁମ ପାଖରେ ମା ଜଗି ବସନ୍ତି। ତୁମେ ଜାଣିଛ ମା ତୁମ ପାଇଁ କେତେ କଷ୍ଟ କରନ୍ତି। ଆଉ ତୁମର ଦେହ କେତେ ଶୀଘ୍ର ଭଲ ହେଇଯିବ ପ୍ରଭୁଙ୍କୁ ମନାସି ଜଗନ୍ନାଥଙ୍କ ପାଖରେ ସେ କ'ଣ କରନ୍ତି? ପୂଜା କରନ୍ତି। କେମିତି ତୁମର ଦେହ ଜଲ୍ଦି ଭଲ ହୋଇଯିବ। ତାହେଲେ ମା ଆମ ପାଇଁ କ'ଣ କ'ଣ କରନ୍ତି ତାହା ଆମେ ଜାଣିଲେ। ତେବେ ମାଙ୍କ ବିଷୟରେ କେତେ ଗୁଡ଼ିଏ କଥା ଜାଣିଲା ପରେ ତୁମ ପାଇଁ କେତୋଟି ସରଳ ଆଉ ସହଜ ପ୍ରଶ୍ନ ମୁଁ ଆଣିଦେଇଛି। ତୁମେ ସେ ପ୍ରଶ୍ନ ଗୁଡ଼ିକର ଉତ୍ତର ନିଶ୍ଚିତ ଭାବରେ ସଠିକ୍ ଭାବରେ କହିପାରିବ। ଆସ ତାହେଲେ ଦେଖିବା ତୁମ ପାଇଁ ପ୍ରଥମ ପ୍ରଶ୍ନ କ'ଣ ଅଛି। ଆଚ୍ଛା କୁହ, ଘରେ ତୁମ ଦେହର ଧୂଳି କିଏ ଝାଡ଼ି ଦିଅନ୍ତି?
ଏବେ ତ ଆମେ ପଢ଼ିକି ଆସିଲେ ଘରେ ତୁମ ଦେହର ଧୂଳି ମା ଝାଡ଼ି ଦିଅନ୍ତି। ତେବେ ଦ୍ୱିତୀୟ ପ୍ରଶ୍ନ କ'ଣ ଅଛି ଆସ ଦେଖିବା। ତୁମ ପାଇଁ କିଏ ଗାଳି ଶୁଣନ୍ତି? ତୁମ ପାଇଁ ମା ଗାଳି ଶୁଣନ୍ତି। ଆଚ୍ଛା ତୃତୀୟ ପ୍ରଶ୍ନ କ'ଣ ଅଛି ଆସ ଦେଖିବା। ତୁମର କ'ଣ ହେଲେ ତୁମ ମା ପାଖରେ ଜଗି ବସନ୍ତି? ତୁମକୁ ଜ୍ୱର ହେଲେ ତୁମ ମା ପାଖରେ ଜଗି ବସନ୍ତି। ତେବେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତୁମ ମା ତୁମ ପାଇଁ ଆଉ କ'ଣ କ'ଣ ସବୁ କରନ୍ତି? ଆଚ୍ଛା ପିଲାମାନେ କହିଲ ତୁମ ପାଇଁ ମା କ'ଣ କ'ଣ ସବୁ କାମ କରନ୍ତି? ତୁମ ପାଇଁ ମା ତୁମର ପୋଷାକ ସଫା କରିଦିଅନ୍ତି, ଖାଇବାକୁ ଦିଅନ୍ତି, ରୋଗ ହେଲେ ତୁମକୁ ଚିକିତ୍ସା କରନ୍ତି। ଏହିପରି ବହୁତ ଗୁଡ଼ିଏ କାମ ମା ତୁମ ପାଇଁ କରିଥାନ୍ତି। ତାହେଲେ କେତେ ସୁନ୍ଦର ଲାଗିଲା କୁହ। ସରଳ ପ୍ରଶ୍ନ ଗୁଡ଼ିକର ଉତ୍ତର ତୁମେ ସଠିକ୍ ଭାବରେ ଦେଇପାରିଲ। ଏବେ ଆସ ଆମେ ଆଉ କିଛି ନୂତନ ଜାଣିବା। ପିଲାମାନେ ଏଇ ଚିତ୍ରରେ ତୁମେ ଦେଖିପାରୁଛ ଜହ୍ନର ଚିତ୍ରଟିଏ ଦେଖିପାରୁଛ। ତୁମେ ଜାଣିଛ ଜହ୍ନ ଆମେ କେଉଁଠି ଦେଖନ୍ତି? ନା ଆକାଶରେ ଜହ୍ନ ଦେଖନ୍ତି। ଆଉ କେତେବେଳେ ଦେଖନ୍ତି କହିଲ ଦେଖି? ରାତି ବେଳେ ଆମେ ଆକାଶରେ ଜହ୍ନ ଦେଖିଥାନ୍ତି। ତେବେ ଏଇ ଚିତ୍ର ତଳେ ଦେଖ ଲେଖାଯାଇଛି ଜହ୍ନ। ତୁମେ ପାଟି କରିକିରି ପଢ଼ିବ ଏହାକୁ ଜହ୍ନ। ଏବେ ଆଉ ଏକ ଚିତ୍ର ଦେଖିବା। ହଁ ତୁମେ ଜାଣିପାରୁଛ ଏ ଚିତ୍ରରେ କ'ଣ ଦେଖୁଛ? ନିଶ୍ଚିତ ଭାବରେ ତୁମ ବାଡ଼ିରେ ତୁମେ ଦେଖିଥିବ ମା ଗଛ ଲଗେଇଥିବେ। ଏହା ହେଉଛି କ'ଣ? ନା ଜହ୍ନି। ଏବେ ଦେଖ ଲେଖାଯାଇଛି ଜହ୍ନି। ଠିକ୍ ସେଇଭଳି ଆମେ ଆଉ କେତେ ଗୁଡ଼ିଏ ଶବ୍ଦ ଆସ ପଢ଼ିବା। ଯେପରିକି ଜହ୍ନି, ସ୍ନାନ, ଅନ୍ନ, ଅଗ୍ନି। ପିଲାମାନେ ତୁମେ ମୋ ସହିତ ମିଶିକିରି ମଧ୍ୟ ପଢ଼ିବ। ଏବେ ଆସୁନ ଆହୁରି ଶବ୍ଦ ପଢ଼ିବା। ଉନ୍ନତ, କନ୍ନଡ଼, ଉନ୍ନୀତ, ଅନ୍ନଦା, ଅଗ୍ନିକୁଣ୍ଡ, ରତ୍ନାକର, ଜଗନ୍ନାଥ, ଉନ୍ନୟନ। କେତେ ସୁନ୍ଦର ଲାଗିଲା କୁହ। କେତେ ନୂଆ ନୂଆ ଶବ୍ଦ ଆମେ ପଢ଼ିଲେ। ତେବେ ଆସ ଆଉ ଗୋଟିଏ ନୂତନ କାମ କରିବା। ଏବେ ଗାର ଥିବା ଅକ୍ଷର ତଳେ ନ ଫଳା ଲଗାଇ ଶବ୍ଦ ଲେଖିବା। ତେବେ ଦେଖିବା ପ୍ରଥମ ଶବ୍ଦ ଆମ ପାଇଁ କ'ଣ ଅଛି? ଦେଖ ପିଲାମାନେ ପ୍ରଥମ ଶବ୍ଦ ଅଛି ଲଗ। ତୁମେ ଦେଖିପାରୁଥିବ ଗ ଅକ୍ଷର ତଳେ ଗାର ଅଛି। ତେବେ ଏଇ ଗ ଅକ୍ଷରରେ ଆମେ ନ ଫଳା ଯୋଗ କରି ନୂତନ ଶବ୍ଦ ଲେଖିବା। ତେବେ ଦେଖିବା ନୂତନ ଶବ୍ଦ କ'ଣ ହେବ? ଦେଖ ଲଗ୍ନ। ତାହାକୁ ଆମେ ପଢ଼ିବା ଲଗ୍ନ। ଠିକ୍ ସେଇଭଳି ଆଉ ଏକ ଶବ୍ଦ ଦେଖିବା ଭଗ। ତାହେଲେ ତୁମେ ଜାଣିପାରୁଥିବ ଗ ଅକ୍ଷର ତଳେ ଗାର ଅଛି। ତେଣୁ ଆମେ ଗ ଅକ୍ଷରରେ ନ ଫଳା ଯୋଗ କରି ନୂତନ ଶବ୍ଦ ଲେଖିବା। ତେବେ ନୂତନ ଶବ୍ଦ କ'ଣ ହେବ? ଭଗ୍ନ। ଏବେ ଆଉ ଏକ ଶବ୍ଦ ଦେଖିବା। ତୁମେ ଦେଖ ଲେଖାଯାଇଛି ଅନ। ନ ଅକ୍ଷର ତଳେ ଗାର ଅଛି। ତେଣୁ ନ ଅକ୍ଷରରେ ନ ଫଳା ଯୋଗ କରି ନୂତନ ଶବ୍ଦ ଲେଖିବା, ଯାହା ହେବ ଅନ୍ନ। ପରବର୍ତ୍ତୀ ଶବ୍ଦକୁ ଯିବା। ଲେଖାଯାଇଛି ଚିହା। ହ ଅକ୍ଷର ତଳେ ଗାର ଅଛି। ତେଣୁ ଏଠାରେ ଆମେ ହ ଅକ୍ଷର ତଳେ ନ ଫଳା ଯୋଗ କରି ଲେଖିବା ଚିହ୍ନା। ପରବର୍ତ୍ତୀ ଶବ୍ଦକୁ ଯିବା। ଦେଖ ଲେଖାଯାଇଛି ଅଚିହା। ନ ଫଳା ଯୋଗ କରି ହରେ ଲେଖିବା। ନୂତନ ଶବ୍ଦ ହେବ ଅଚିହ୍ନା। ଠିକ୍ ସେହିଭଳି ଆଉ ଏକ ଶବ୍ଦ ଅଛି କନ୍ନଡ଼। ନ ଫଳା ଯୋଗ କରି ଲେଖିଲେ କ'ଣ ହେବ? କନ୍ନଡ଼। ଆଉ ଏକ ଶବ୍ଦ ଅଛି ଉନ୍ନତ। ନରେ ନ ଫଳା ଯୋଗ କରି ଲେଖିବା। ନୂତନ ଶବ୍ଦ ହେବ ଉନ୍ନତ। ଏବେ ଆଉ ଏକ ଶବ୍ଦ ଅଛି ଅନଦା। ନ ଫଳା ଯୋଗ କରି ଲେଖିଲେ କ'ଣ ହେବ? ଅନ୍ନଦା। ଦେଖିଲ ଆମେ ନ ଫଳା ଯୋଗ କରି ନୂତନ ନୂତନ ଶବ୍ଦ ଆମେ ଲେଖିଲେ ଏବଂ ପଢ଼ିଲେ ମଧ୍ୟ। ଏବେ ତୁମ ପାଇଁ ଆଜି ଆମେ କ'ଣ ଶିଖିଲେ?
ତେବେ ପ୍ରଥମେ ଆମେ ଜାଣିଲେ ମା ଆମର ବହୁତ ଯତ୍ନ ନିଅନ୍ତି। ଦ୍ୱିତୀୟରେ ଜାଣିଲେ ମା ଆମ ପାଇଁ ବହୁତ କଷ୍ଟ ସହିପାରନ୍ତି। ଏବଂ ଆଉ କ'ଣ ଜାଣିଲେ, ନ ଫଳା ଲାଗିଥିବା ଅନେକ ଶବ୍ଦ ସହିତ ପରିଚିତ ହେଲେ। ଏବଂ ଶେଷରେ ଜାଣିଲେ ନ ଫଳା ଲଗାଇ ଅନେକ ଶବ୍ଦ ଲେଖିଲେ। ଦେଖ କେତେ ଗୁଡ଼ିଏ କଥା ଆଜି ଆମେ ଜାଣିଲେ। ଶେଷରେ ଅତି ସହଜ ଏବଂ ସରଳ ତୁମ ପାଇଁ କାମ ଦୁଇଟି ମୁଁ ରଖିଛି। ସେ କାମ ଦୁଇଟିକୁ ତୁମେ ନିଶ୍ଚିତ କରିବ। ପ୍ରଥମ କାମ ରହିଲା, ପୁରୁଣା ଖବର କାଗଜରେ ନ ଫଳା ଲାଗିଥିବା ଅକ୍ଷରକୁ କାଟି ଖାତାରେ ଲଗେଇବ ଏବଂ ତୁମର ଶିକ୍ଷକଙ୍କୁ ଦେଖାଇବ। ଏବଂ ଦ୍ୱିତୀୟ କାମଟି ହେଲା, ଜହ୍ନର ଚିତ୍ରଟି ଅଙ୍କନ କର ଓ ଚିତ୍ର ତଳେ ଜହ୍ନ ଲେଖ ଏବଂ ଏହାକୁ ତୁମେ ଶିକ୍ଷକଙ୍କୁ ଦେଖାଇବ। ଏଇ ଦୁଇଟି କାମ ତୁମେ ନିଶ୍ଚିତ କରିବ ବୋଲି ମୋର ଆଶା ଓ ବିଶ୍ୱାସ। ତେଣୁ ଆଜିର ପାଠପଢ଼ା କାର୍ଯ୍ୟକ୍ରମ ତୁମକୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ତୁମ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।